ଏ ଜାଗାରେ ଗୋଟେ ଖୁମ୍ବ ପ୍ରଥମେ ଗୋଟେ ଯେମିତି ଆମର ଦଧିନଉତି ଟାଇପ ର ବାହାରିଲା ହଳ ଫଳ କରୁ କରୁ ଯେ ପଞ୍ଚୁ ପାଣ୍ଡବ ଏ ଅଞ୍ଚଳକୁ ଆସିଥିଲେ ଯେତେବେଳେ ସେମାନେ ଶୁଣିଲେ କି ଏଠି ପ୍ରଭୁ ବାମନଙ୍କର କନେକ୍ସନ ରହିଛି ଏ ହଉଛି ବଳି ବାମନ ପୀଠ କଡ଼ରେ ଥିବା ସେ ସିଢୁଆ ନଈ ଏବଂ ଏ ହଉଛି ସେ ଜଙ୍ଗଲ ନଈ ପଠାରେ ଏତେ ସୁନ୍ଦର ମନ୍ଦିର। नमस्कार दर्शक बंधु ओडिशा दर्शन रो आउ एक नुआ वीडियो को आपनको स्वागत। दर्शक बंधु आपणकर बहुत गुड़े भल पाइबा मिलुछि एवं आपणकर ए उत्साह जोगु आमे आमर वीडियो करबा जारी रखिछु। पूर्व वीडियो गुड़िक भली आजिर मध्य एक चमत्कार वीडियोटे रही। आजिर वीडियो कटक जिले में रही। कटक जिलार 42 मौजा अंचल रही। एमिति एक स्थान को आमे जाउछु से स्थान सहित सत्यजुगर कनेक्शन रही। मूर्ति खोदित रही बुद्ध नृसिंह एठी ब्राह्मण एठी कल्की एठी बराह एठी परशुराम राम कच्छप मत्स्य राम एठी सब मूर्ति रही। धीरे धीरे मंदिर काम जारी रही। धीरे धीरे ए पीठ लोकलोचन को आसुछि समस्ते जानुछंती यार महात्म्य विषय जानुछंती। एइटा गोटे कथा हाँ एठी एठी ए दृश्य को देखंतु केमिति पाद रही। तीनोटी पाद जेमिति आपण पुराण रे देखिथिबे वीडियो रे देखिथिबे अन्य सब केमिति राजा बळी को से पाताल को निज पादरे ठेली देइथिले। एवं आ गोटे कथा होछि जे बळी बामनक विषय आपण तो पुराण रे पढ़िथिबे अनेक पौराणिक चलचित्र रे धारावाहिक रे जानिथिबे किंतु एमिति गोटे पीठ थिबो से विषय आपण केबे आपण कान रे पढ़ि नथिबे कि आपण जानि नथिबे बुझि नथिबे किंतु हां एमिति गोटे पीठ रहिछि ता पुणी ओडिसा रे कटक जिल्लार ए 42 मौजा रे। मोसा ये गाँ नाटा कौन चांदुली चांदुली ये गाँ ना हूँ चांदुली एठी ए पीठ रही। जहाँ आपण मैंने बापा अजा ठार शुणी मंदिर बाहरी गला चौड़ा भी नहीं आम ग्राम को पत्थर पत्थर सब नहीं जाती पूजा उजा चली कमसे नदी फेरे मंदिर या सहित पंचु पांडवंकर लिंक मध्य अच्छी एक कथा यह कह जाउछे जे पंचु पांडव ए अंचल को आसी जिते से शुणिले कि
ପ୍ରଭୁ ବାମନଙ୍କର କନେକ୍ସନ ରହିଛି ଏ ସ୍ଥାନ ସହିତ। ସେମାନେ କାଳେ ଏଠିକି ଆସିଥିଲେ ଏବଂ ସେମାନେ ମଧ୍ୟ ଏଠି କାଳେ ପୂଜା କରିଛନ୍ତି ବୋଲି ସ୍ଥାନୀୟ ଲୋକଙ୍କର ଏଠି ବିଶ୍ୱାସ ରହିଛି। ଏଇଠି ପଞ୍ଚୁପାଣ୍ଡବ ଓକେ 3, 2, 5 ଏଠି ପୂଜା ପାଉଛନ୍ତି। ଏ ମୂର୍ତ୍ତିଟା ଏ ତ ପୁରା ପୁରୁଣା ମୂର୍ତ୍ତି ଭଳିଆ ଲାଗୁଛି। ଏଇଟା ମାନେ ମାଟି ତଳୁ ଖୋଳା ହେଇକି ବାହାରିଛି କି ଏ ମୂର୍ତ୍ତିଟା? ମାନେ ଏତେ ପୁରୁଣା ଏ ସ୍ଥାନ ରହିଛି ଯେ ଆଜ୍ଞାଙ୍କୁ ବୟସ ତ 70 ହେଇଯିବ। ଇଏ ଯଦି କ୍ଲିୟରଲି ଜାଣିପାରି ନାହାନ୍ତି ତାଙ୍କର ପୂର୍ବପୁରୁଷ ମାନେ କହି ଆସୁଛନ୍ତି ତ ବହୁତ ପୁରୁଣା ହବ। ପଣା ସଂକ୍ରାନ୍ତି ଦିନ ଆଉ ମେରୁ ଉପାସ ଦିନ ପଞ୍ଚଷଷ୍ଠୀ ପରେ ଆଉ ଘଣ୍ଟିର ଶବ୍ଦ ଏଠି ବହୁତ ଟାଇମ୍। କ'ଣ ଏଇଠି କେମିତି କ'ଣ ଜାଣିଲେ ଏଇଠି ଅଛି ବୋଲି? ଏଠି ଆମେ ତ ଛୋଟ ପିଲା ଥିଲୁ ସେତେବେଳେ ଆମେ ଆସୁଥିଲୁ ସେଠି ଏଠି ବିଭିନ୍ନ ପ୍ରକାର ପୁରୁଣା କାଳିଆ ଯୋଉ ଡାଲି ଚାଷ ଏ ପଠାରେ ହଉଥିଲା ଯେମିତି ମରୁଭୂମି ଟାଇପର ଥିଲା। ତାପରେ ଆମେ ସବୁ ପଢାପଢି ପୁରୁଣା ଲୋକ ଆମର ଯୋଉ ବୟସ୍କ ଲୋକ ଥିଲେ ବୟୋଜ୍ୟେଷ୍ଠ ଲୋକ ସବୁ ସେମାନେ କହନ୍ତି ଯେ ଏ ଜାଗାରେ ଗୋଟେ ଖୁମ୍ବ ପ୍ରଥମେ ଗୋଟେ ଯେମିତି ଆମର ଦଧିନଉତି ଟାଇପର ବାହାରିଲା ହଳ ଫଳ କରୁ କରୁ। ତାପରେ ଏ ବିଷୟରେ ଗବେଷଣା କଲେ ସେମାନେ ରିସର୍ଚ୍ଚ କଲେ ପୁରୁଣା ଲୋକ ଯୁଆଡେ ସବୁ ଥିଲେ ଆମର ପ୍ରଥମ ଗୋପାଳ ଚନ୍ଦ୍ର ପ୍ରହରାଜ ଆମର ଯିଏ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରଚନା କରିଥିଲେ ସେମାନଙ୍କ ଠାରୁ କିଛି ତଥ୍ୟ ସଂଗ୍ରହ କଲେ ଯେ ଇଏ ଗୋଟେ କୋଦିଣ୍ଡା ରାଜ୍ୟ। 3ଟି ରାଜ୍ୟ ଅଛି ଆଉ 2ଟା ରାଜ୍ୟ ନା ମୁଁ କହିପାରୁନି। 3ଟା ଜାଗାର ସଙ୍ଗମସ୍ଥଳୀ ଏଇଟା ଥିଲା ଆଜ୍ଞା। ଓକେ ତେଣୁ ତାପରେ ଧୀରେ ଧୀରେ ସେ ଜାଗାର ମାହାତ୍ମ୍ୟ ବଢିଲା। ଏଠି ଆମର ଯୋଉ ମାନେ ଖୋଜା ଖୋଜି ଜଣା ପଡିଲା। ହଁ ଆଧ୍ୟାତ୍ମିକ ଗୁରୁ ବଳିଆ ବାବା ଆମର ସିଏ ଆସିକିରି ଏଠି ବି ବହୁତ ସମୟ ଏଠି ଯଜ୍ଞ ଫଜ୍ଞ କରି ବାବା ବଳିଆ ଏଠିକି ଆସନ୍ତି। ହଁ ବହୁତ ଥର ଆସିଛନ୍ତି। ସିଏ ଏଠି ଯଜ୍ଞ କରିଛନ୍ତି ବହୁତ କିଛି କାର୍ଯ୍ୟକ୍ରମ ଏଠି ଆଗରୁ କରିଛନ୍ତି। ମଝିରେ ମଝିରେ ବି ଆସନ୍ତି। ବହୁତ ଆଧ୍ୟାତ୍ମିକ ଲୋକ ବାବା ମାନେ ଋଷି ମାନେ ବି ଆସନ୍ତି ସାଧୁ ସନ୍ନ୍ୟାସୀ ମାନେ ଆସନ୍ତି। ପ୍ରତିବର୍ଷ ଯୋଉ ଆମର ପଣା ସଂକ୍ରାନ୍ତି ହୁଏ ମହାବିଷୁବ ସଂକ୍ରାନ୍ତି ଏଠି ହରିହରଙ୍କର ଭେଟ ହୁଏ। ମାନେ ପରମହଂସନାଥ ସେପଟେ ମହାବୀର ନୀଳକଣ୍ଠନାଥ ପରମହଂସନାଥ ସମସ୍ତଙ୍କର ଏଇଟା ମିଳନସ୍ଥଳୀ। ଏଇ ଜାଗାରେ ହୁଏ ରାତି 1ରୁ 2ଟା ପର୍ଯ୍ୟନ୍ତ ହୁଏ। ତାପରେ ମେଲନ ଉତ୍ସବ ହୁଏ ବିଭିନ୍ନ କାର୍ଯ୍ୟକ୍ରମ ହୁଏ। ଏ ବହୁତ ଦିନ ହେଲାଣି ଚାଲିଛି। ଆମେ ତ ଅଳ୍ପ ସ୍ୱଳ୍ପ ଜାଣିଛୁ କିନ୍ତୁ ମନ୍ଦିରର ନିର୍ମାଣ କାମ ଜାରି ରହିଛି। ଆସ୍ତେ 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 ମନ୍ଦିର ଆହୁରି ହାଇଟ୍ ହବ। ସେଟା ଦଧିନଉତୁ ନୁହେଁ ସେଟା ଭିତରେ ରହିବ ଯାହା ଏଠି ସ୍ଥାନୀୟ ଲୋକମାନେ କହୁଥିଲେ ସେଟା ଭିତରେ ରହିବ ଏବଂ ଆହୁରି ଉପରକୁ ମନ୍ଦିର ନିର୍ମାଣ ହେବ। ଏବଂ ଏଇ ସ୍ଥାନର ବର୍ତ୍ତମାନ ବେଶୀ ଚର୍ଚ୍ଚା ମାଳିକାରେ କାଳେ ଏ ସ୍ଥାନର ବର୍ଣ୍ଣନା ରହିଛି। ମାଳିକା ସହିତ ଏ ସ୍ଥାନର କାଳେ ଲିଙ୍କ ରହିଛି। ଆପଣ ନାଁଟା? ମୋ ନାଁ ହେଉଛି ବିକ୍ରମ ରାଉଳ। ଏ କ'ଣ ବଳି ବାମନ ପୀଠ ବିଷୟରେ ଆପଣ କ'ଣ ଜାଣନ୍ତି? ଇଏ ହେଉଛି 3ଟା ପଗଣାର ପୀଠ କୋଦିଣ୍ଡା ସାଇଲ ମରଡ଼। ଇଏ 3ଟା ପଗଣାର ପୀଠ। ଇଏ ପୀଠରେ ରାଜାତି ଅମଳରେ ନାଲେ ରାଜା ଆଉ ଇଏ ଚୌଧୁରୀ ସେମାନେ ଇଏ ସବୁ ବୁଝାବୁଝି କରୁଥିଲେ ଯାତ୍ରା ବିଷୟରେ। ହଂସନାଥ ବାଙ୍କନାଥ ଗୋପୀନାଥ ମହାବୀର ଆସି ଏଠି ପଣା ସଂକ୍ରାନ୍ତି ଦିନ ମିଳନ କ୍ଷେତ୍ର ଏଠି ଯାତ୍ରା କରନ୍ତି। ଆଉ ଏଠି ବଳିତ ଯଜ୍ଞ କରିଥିଲେ। ସିଏ ଦାନ ଧର୍ମ ବହୁତ କରିଥିଲେ। ଆଉ ତାପରେ ଏଠି ବଳି ପାତାଳକୁ ମଧ୍ୟ ଯାଇଥିଲେ ଏଇ ପୀଠର। ଆଉ ଏଠି ପଞ୍ଚଶସ୍ୟ ପଡ଼େ। ଆଉ ଏଠି ବେଳେ ବେଳେ ତାର ଘଣ୍ଟ ଆଉ ଖୋଳ କୀର୍ତ୍ତନ ଶବ୍ଦ ବି ଶୁଣାଯାଏ। ଓକେ ଆପଣ ଶୁଣିଛନ୍ତି ସେମିତି ନା? ଆଜ୍ଞା ଆଜ୍ଞା। ଏ ହେଉଛି ବଳି ବାମନ ପୀଠ କଡ଼ରେ ଥିବା ସେ ସିଢୁଆ ନଈ ଏବଂ ଏ ହେଉଛି ସେ ଜଙ୍ଗଲ। ଏ ନଈ ତ ଆପଣ ଜାଣିପାରୁଥିବେ ନାଇଁ ମରୁଭୂମି ନୁହେଁ ଏ ହେଉଛି ନଈ। ପାଣି ଅଛି ଅଳ୍ପ ଅଛି ସେପଟକୁ ଟିକେ ଅଛି କିନ୍ତୁ ଖରାଦିନେ ଯେହେତୁ ଏ ଭିଡ଼ିଓଟି ହେଇଛି ଏମିତି ଦୃଶ୍ୟ ରହିଛି ଏ ନଈର। ସିଢୁଆ ନଈ ଏଇଥିପାଇଁ ନାଁ ରହି କାରଣ ସେତେବେଳେ ଇଏ ବହୁତ ଛୋଟ ଥିଲା ଏବଂ ଏତେ ଛୋଟ ଥିଲା ଗୋଟେ ସିଢି ପକେଇ ଦେଇ ଲୋକେ ପାର ହେଇଯାଉଥିଲେ। ନାଳ ଭଳିଆ ଥିଲା ଆରାମସେ ଯାଉଥିଲେ ସେଥିପାଇଁ ଏହାକୁ ସିଢୁଆ ନଈ କୁହାଯାଇଛି। ନା ତାର ଏମିତି ହେଇଯାଇଛି। ଏବଂ ଏଇ ଯେଉଁ ଜଙ୍ଗଲ ରହିଛି
ये जंगल वनीकरण होती धीरे धीरे ये पीठ जो सामना को आसी बाबा बलिया पीठ को आसवा एठिक आसिक महात्म्य विषय सूचना रखा धीरे धीरे ए स्थान उन्नति हो धीरे धीरे काम हो जंगल ही ये पर्यटकों को आकर्षित करुच्ची लोक मान आकर्षित करुच्ची जंगल घर गछ भर्ती रही बहुत सुंदर जंगलटे ग्रीनरी भर्ती हुई रही आपण एठी आसबे आराम से बनभोजी ऋतु रे प्रायतः शीत दिने ये भोजी करने बहुत लोक आसती नदी पठारे वर्षा दिन परे परे भोजी आरंभ हुए पानी भी असुविधा किसी न था कूओ भी रही बोरिंग भी एठी बहुत सुंदर जगहटे सबुज बनानी सबुज गछ सबुज जंगल बेसी आकर्षित करिब जेकोसी पर्यटन स्थली रे भोजी भात करने बहुत बढ़िया जगहटे एठी पानी सुविधा नलकूपर व्यवस्था रही आपण आसबे बहुत समतल जगह गछ छाई रही आपण एठी आसिले आराम से भोजी भात करें कौन असुविधा आपन के हम ना किंतु ये कथा आम आपण को कहबू जदि आपण थरे एठिक आसी बारंबार आपण को जगह टाणिब कारण से चमत्कार है सुंदर देखा जाउछि एवं नई कूले तो आहुरी बहुत भल बहुत सुंदर आपण आगे बुलियो आछनी केमती लगुच जगह आपन को एठी ओके बड़ी बामन पीठरे ये जो जंगल वनीकरण होती वृक्षरोपण करा जायछि बहुत सुंदर लगुच वर्तमान तो यार आवश्यकता रही धीरे धीरे कंक्रीट जंगल सबुआडे भर्ती हो गला परे जहाँ असुविधा होछि समस्ते अनुभव करि परुछन्ति किंतु एठिकार युवपीढ़ी को धन्यवाद एठिकार लोक मान को धन्यवाद जे से माने ए प्रयास करिछन्ति एभଳି एक जंगल टे सृष्टि करिछन्ति एवं आकु किभଳି सुरक्षित रखा जाय परिबो बंचे रखा जाय परिबो से प्रयास रे मध्य सेमाने रहिछन्ति। हाँ दर्शक बंधु जदि आपण आम चैनल रे नुआ जदि सब्सक्राइब करि नाहंती ताले तुरंत करि दियंतु बेल आइकन को निहाती रूपे दबांतु कारण बेल आइकन दबेले ही आमर नुआ नुआ वीडियो रे नोटिफिकेशन आपणक पाखरे आगे पहुंचबो।